तो हेलो सांगମାନେ ଆପଣମାନଙ୍କୁ ନମସ୍କାର। ତା ପୂର୍ବରୁ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଏବେ ସବସ୍କ୍ରାଇବ୍ କରିନିଅନ୍ତୁ। ତାରି ଦେରି ନକରି ଚାଲନ୍ତୁ ଏବେ ଷ୍ଟାର୍ଟ କରିବା। ତ ସାଙ୍ଗମାନେ ଆଜି ସିଦ୍ଧାର୍ଥ ତାଙ୍କ ମା ସାମ୍ନାରେ ଯାଇଛନ୍ତି ଆଉ ତାଙ୍କ ମାଙ୍କ ଆଗରେ ତାଙ୍କ ମା ସାମ୍ନାରେ ମୁହଁ ଲୁଚେଇଛନ୍ତି। କିନ୍ତୁ ତାଙ୍କ ମା କହୁଛନ୍ତି ସିଦ୍ଧାର୍ଥ ତୁ କ'ଣ ମୋତେ ତୁ ମୁହଁ ଲୁଚଉଛୁ? ତାପରେ ସିଦ୍ଧାର୍ଥ କହିଲେ ହଁ। ତାପରେ ସିଧା ସେଠୁ ଚାଲିବାକୁ ଗଲେ। କିନ୍ତୁ ତାଙ୍କ ମା କହୁଛନ୍ତି ତୁ କ'ଣ ପୁଅର ବଦଲା ଏଇଟା ଦେଲୁ? ତୁ କ'ଣ ଭାବୁଛୁ ସିଧା? ତୁ କ'ଣ ଜାଣିଛୁ ତୁ ମୋତେ କେତେ କଷ୍ଟ ହେଉଥିବ? ଆଉ ତାପରେ ସିଦ୍ଧାର୍ଥ କହିଲେ ମୁଁ ଜାଣିଛି କାହିଁକି ମୁହଁ ଲୁଚାଉଛି ଆଉ ସେ କଥା ତୁମେ ବି ମଧ୍ୟ ଜାଣିଛନ୍ତି। ତାପରେ ମାୟା କହିଲେ ପୁଅ କେମିତି ମୋତେ ମୁହଁ ଲୁଚାଉଛି? କିଛି ତୁମେ କହୁନ କାହିଁକି କହନ କିଛି କହୁନ କାହିଁକି କହନ? ତାପରେ ଆନନ୍ଦ କହିଲେ କାହିଁକି ନା ସେ କଥା ତୁମେ ବି ମଧ୍ୟ ଜାଣିଛ। ସେ ମଧ୍ୟ ଜିତ୍ ଧରିଛି ଆଉ ତୁମେ ମଧ୍ୟ ଜିତ୍ ଧରିଛ। ଦୁହିଁଙ୍କ ଭିତରେ ଜିତ୍ ଧରିଛ। ହେଲେ ମୁଁ କ'ଣ କରିବି? ତାପରେ ମାୟା କହିଲେ ରୁବିକୁ ଦିଦି ତୁ ବି କିଛି କହନା। ତାପରେ ରୁବି କହିଲେ ଦେଖ ମାୟା ମୁଁ କହିଲି ମୋତେ ତୁମେ ଘରୁ ବାହାର କରିବ ସେଥିପାଇଁ ମୁଁ ଚୁପ୍ ଅଛି। ତାପରେ ଏମିତି ସିଦ୍ଧାର୍ଥଙ୍କ ପାଖରେ ଗଲେ ଆଉ ସିଦ୍ଧାର୍ଥକୁ କହିଲେ ସିଦ୍ଧାର୍ଥ ତୁ କିଛି ଭୁଲି ଯାଉଛୁ ମୁଁ କେତେ ଭଲ ପାଏ। ତାପରେ ପଲ୍ଲବୀ ମଧ୍ୟ କହିଲେ ତୁମେ ଭୁଲି ଯାଉଛ। ତାଙ୍କୁ ଏମିତି କାହିଁକି କହୁଛ? ତୁମେ ତାଙ୍କୁ କଥା ହବ। ତାପରେ ସିଦ୍ଧାର୍ଥ କହିଲେ ମୁଁ ତ ତାଙ୍କୁ କଥା ହେବା ପାଇଁ ବନ୍ଦ କରିନି, ସେ ମୋତେ କଥା ହେବା ବନ୍ଦ କରିନି। ତାପରେ ମାୟା